ଦୃଶ୍ୟ ଠାକୁରଙ୍କର ମୋତେ ଟିକେ କମେଣ୍ଟ ମାଧ୍ୟମରେ ଜଣେଇବେ ବୁଝିଲେ। ସେ ମନ୍ଦିର ପୁରା ଦେଖାଯାଉଛି ଡିଟୋ ଆଗପଟୁ ଭଟ୍ଟାରିକାଙ୍କର ପୁରା ସେଫ୍। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଭାଇ ଆପଣମାନେ ତ ଜାଣିଥିବେ ମୁଁ ବହୁତ ଦିନ ହେଲା ଭିଡ଼ିଓ କରିପାରୁନଥିଲି, ତ କିଛିଟା ପର୍ସନାଲ ରିଜନ୍ ଥିଲା। ତ ଆଜି ଆପଣଙ୍କ ପାଇଁ ପୁରା ନୂଆ ଗୋଟେ ଫ୍ରେଶ୍ ବ୍ଲଗ୍ ଗୋଟେ ଧରିକି ଆସିଛି, ଯେଉଁଠିକି ଆମର ଯେମିତି ନୟାଗଡ଼ର ମର୍ଦ୍ଦରାଜପୁର ଯେମିତି ଅଛି ଗୋଟେ ଜାଗା, ଆପଣମାନେ ଦେଖିଥିବେ ମୋର ସର୍ଟ ଭିଡ଼ିଓ ଅଛି, ଦେଖିପାରିବେ ଯାଇକି ମୋର ମାନେ ସର୍ଟ ଫିଡ଼୍ରେ। ଆଉ ମୁଁ ସେମିତିଆ ଗୋଟେ ଜାଗାକୁ ଧରିକି ଆସିଛି, ସେମ୍ ବାଙ୍କିର ଗୋଟେ ପ୍ଲେସ୍ ଯେଉଁଟାକି ଯାହା ନାଁ ହେଉଛି ବିଜୁପୁରର ଗୋଟେ ମୁଣ୍ଡିଆ ଉପରେ ଗୋଟେ ସ୍ଥିତ ଗୋଟେ ମନ୍ଦିର। ତ ସେଠି ବି ସେଇଭଳିଆ ମର୍ଦ୍ଦରାଜପୁର ଭଳିଆ ପୁରା ମନ୍ଦିର ଚାରିକର ଯାକ ବଡ଼ ବଡ଼ ମୂର୍ତ୍ତି ଅଛି, ସବୁ ଦେବାଦେବୀମାନଙ୍କ ପାଇଁ। ଆପଣମାନେ ଦେଖିବାକୁ ଚାହିଁଲେ ଏଇ ଭିଡ଼ିଓର ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ। ତ ଆପଣମାନେ ଦେଖନ୍ତୁ କ'ଣ ମୁଁ ଦେଖାଉଛି ଆପଣଙ୍କୁ। ତ ଏବେ ଚାଲନ୍ତୁ ଯିବା ସେ ଜାଗାକୁ। ଏବେ ମୁଁ ପୁରା ଉପରେ ଅଛି, ମୁଣ୍ଡିଆ ଉପରେ। ଅଲରେଡ଼ି ଆମେ ପଳେଇ ଆସିଲୁଣି, ଯେହେତୁ ଗାଡ଼ି ଚଲାଉଥିଲୁ ଦେଖିପାରିଲିନି ଆପଣଙ୍କୁ। ଏବେ ଦେଖନ୍ତୁ ପୁରା ମନ୍ଦିରଟା ଏଇଭଳି ଅଛି। ତ ଷ୍ଟାର୍ଟିଂରୁ ଅଛି ଆପଣ ମାନେ ଗୋଟେ ଅନନ୍ତ ଶୟନ ଠାକୁର ଯେମିତି କରିଥାନ୍ତି ଯେଉଁ ଜାଗାରେ, ଦେଖନ୍ତୁ ଅନନ୍ତ ଶୟନର ଗୋଟେ ଦୃଶ୍ୟ ହେଲା। ଦେଖନ୍ତୁ ଭାଇ ପୁରା ମାନେ ପିସଫୁଲ୍ ପ୍ଲେସ୍। ମୁଁ ଯାଇକି ତ ଅଲରେଡ଼ି ବୁଲିକି ପଳେଇ ଆସିଣି। ଏବେ ଦେଖାଉଛି ଆପଣଙ୍କୁ କ'ଣ କ'ଣ ଏଠି ଅଛି ଦେଖନ୍ତୁ। ଟୋଟାଲ୍ ଷ୍ଟାର୍ଟିଂରୁ ଆପଣଙ୍କୁ ଦେଖୁଛି କାମଧେନୁ ମା ହେଲା, ଏପଟେ ଆଣ୍ଠୁଆ ଗୋପାଳ କାମଧେନୁ ମା, ଏପଟେ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ସୁଭଦ୍ରା, ଆଉ ଏପଟେ ରାଧାକୃଷ୍ଣଙ୍କର ଗୋଟେ ମୂର୍ତ୍ତି ହେଇଛି ବଟ୍ କଲର୍ ହେଇନି, କଲର୍ ହେଲେ ଆହୁରି ବଢ଼ିଆ ଦେଖାଯିବ। ଏପଟେ ତ୍ରିମୂର୍ତ୍ତି ଅଛନ୍ତି, ଦେଖନ୍ତୁ ଦେଖାଇ ଦେଉଛି ଆପଣଙ୍କୁ। ତ୍ରିମୂର୍ତ୍ତି ପାଳନକର୍ତ୍ତା ଆଉ ସୃଷ୍ଟିକର୍ତ୍ତା ଆଉ ସଂହାରକର୍ତ୍ତା, ତିନି ଜଣ ଠାକୁର ଗୋଟିଏ ଜାଗାରେ। ଦର୍ଶନ କରିବେ ଯଦି ଆସନ୍ତୁ ଭାଇ ଏଇଠି ହେଲା। ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ବୁଲେଇକି କେଉଁ କେଉଁ ମୂର୍ତ୍ତି ଅଛି ସବୁ। ଏଇଟା ଗୋଟେ ଫ୍ରଣ୍ଟରେ ଗୋଟେ ଯଜ୍ଞ ମଣ୍ଡପ। ପରେଶ ଇଆଡ଼େ ଆସ, କ'ଣ ମୁହଁ ଲୁଚେଇ ଦେଉଛ? ଆସ ଆସ ଇଆଡ଼େ ଆସ, ଆସ 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 ଭାଇ। ଏ ଆସ ଦେଖିବା, ଭିଉଅର୍ସକୁ ଦେଖେଇବା ମନ୍ଦିରରେ କ'ଣ ଚାରିକର ଯାକ ଅଛି, ଟିକେ କହିଦେଲୁ ପୁଅ। ଭଗବାନ ରାଧାକୃଷ୍ଣ ଓକେ। ତ ଏଇଠି ଅଛନ୍ତି ରାମ ଲକ୍ଷ୍ମଣ ସୀତା ଶ୍ରୀରାମ ହେଲା, ଏଇଠି ପ୍ରଭୁ ହନୁମାନ ଓକେ। ତ ଏଇଠି ମାତା ତୁଳସୀ ବୃନ୍ଦାବତୀ ତୁଳସୀ ଯାହା କହିଲେ ଚଳିବ। ଏଠି ଗୋଟେ ପଞ୍ଚମୁଖୀ ହନୁମାନଙ୍କର ମୂର୍ତ୍ତି ଚାଲିଛି, ବଟ୍ କଲର୍ ହେଲେ ଆହୁରି ଭଲ ଦେଖାଯିବ ନୁହେଁ କିରେ। ତ ଏଇଠି ନୃସିଂହ ଅବତାର ଦେଖନ୍ତୁ, ଏଇଠି ଶନି ଠାକୁର। ଆଉ ଏଇ ମନ୍ଦିରର ଏଇଟା ବୋଧେ ରୋଷଘର ଲାଗୁଛି, ବଟ୍ ତ ଆମେ ଆଇଛୁ ଯେଉଁ ଟାଇମ୍ରେ କିଛି ମନ୍ଦିର ପୁରା ଦେଖାଯାଉଛି ଡିଟୋ ଆଗପଟୁ ଭଟ୍ଟାରିକାଙ୍କର ପୁରା ସେଫ୍। ହଁ ଭଟ୍ଟାରିକା ମନ୍ଦିର ଭଳି ସେଫ୍ଟା। ଆଉ ଭାଇ ଅଲଗା ପ୍ରକାର ଲାଗୁଛି ମନ୍ଦିରଟା। ଆଉ ଜାଗାଟା ତ ଏଇଭଳିଆ ହେଇଛି, ଆଉ କ'ଣ କହିବି ଆପଣଙ୍କୁ। ଆସିକି ବୁଲିକି ଯିବେ, ଦେଖିବେ କେମିତି। ହଁ ସେ ଜାଗା ବୁଲିବାକୁ ଗଲେ ଆପଣ କମେଣ୍ଟରେ ଦେଖିଦେବେ, ମୁଁ ଲୋକେସନ୍ ଦେଇଦେଉଛି ପିନ୍ରେ, ଆପଣ ଦେଖିପାରିବେ ଓକେ। ଏଇଟା ଗୋଟେ କ'ଣ ଚାଲିଛି ଏଠି, ମାତା ଲକ୍ଷ୍ମୀଙ୍କର ଅଛି ବୋଧେ ନୁହେଁ କି? ଏଠି କିଛି ଲେଖା ହେଇନି। ଏଇଠି ଆମର ଅର୍ଦ୍ଧ ନାରୀଶ୍ୱର ନା କ'ଣ ଏଇଟା କୁହନ୍ତି, କ'ଣ ଗୋଟେ କୁହନ୍ତି ଅର୍ଦ୍ଧନାରୀଶ୍ୱର ମହେଶ୍ୱରଙ୍କୁ। ଆଉ ଏପଟେ ମା ମଙ୍ଗଳାଙ୍କର, ଗାୟତ୍ରୀ ମାତାଙ୍କର, ଆଉ ସାବିତ୍ରୀ ମାତା, ଏପଟେ ମା ସରସ୍ୱତୀ, ଏପଟେ ମା ମହାଲକ୍ଷ୍ମୀ, ଏପଟେ ଶ୍ରୀ ଗଣେଶ ତାଙ୍କ ପୁଅ, ମାନେ ମା ସରସ୍ୱତୀଙ୍କର ମା ସରସ୍ୱତୀ ମାତା ପାର୍ବତୀଙ୍କର ପୁଅ କିଏ ଆମର ଗଣେଶ ଭଗବାନ। ଆଉ ପ୍ରଥମ ପୂଜ୍ୟ କହିଲେ ଚଳେ। ଆଉ ଏପଟେ ମା ତାରିଣୀ, ଆଉ ଏପଟେ ରହିଲେ ମାତା ଦୁର୍ଗା। ଦେଖନ୍ତୁ ଏମିତି କିଛି ଭିଉ ଅଛି ମନ୍ଦିର ଭିତରର ଭିଉ। ଦେଖନ୍ତୁ ପୁରା ବଡ଼ ଆକାରରେ ଏଇଠି ଗୋଟେ କ'ଣ ବିଶାଳକାୟ ବରଗଛ ବୁଝିଲେ। ଆଉ ଏଇଠି ତା ତଳକୁ ଏଇଟା ମାନେ କେଉଁ ଦୃଶ୍ୟ ଠାକୁରଙ୍କର ମୋତେ ଟିକେ କମେଣ୍ଟ ମାଧ୍ୟମରେ ଜଣେଇବେ ବୁଝିଲେ। ଯେଉଁ ମନ୍ଦିର ପଛପଟର ଦୃଶ୍ୟ ଦେଖନ୍ତୁ ହେଲା,
ଡିଟୋ ଆମ ଭଟ୍ଟାରିକାଙ୍କ ମନ୍ଦିର ଭଳି ପୁରା ମନେ ପଡ଼ିଯାଉଛି ନୁହେଁ ପୁଅ ମାନେ ଟିକେ ଦେଖିବା ମୁଣ୍ଡିଆ ତଳକୁ କ'ଣ କ'ଣ ଅଛି କେମିତି କ'ଣ ଅଛି ଭିୟୁଟା କେମିତି ଦେଖାହେଉଛି ଆପଣଙ୍କୁ ଦେଖାଉଛି ଅଲଗା ପ୍ରକାର ଭିୟୁରେ ସିଡ଼ି ଯେ ଉଠିକି ଆସିବା ସେପଟେ ପୁରା ଗାଁଟା ବୋଧେ ଏପଟେ ଟୋଟାଲ ଗାଁଟା ଅଛି ବୋଧେ ନା ଏପଟେ ଗୋଟେ ଗାଁ ଏପଟେ ବିଜୁପୁର ଗାଁଟା ଅଛି ଏପଟେ ସାଇଡ୍ରେ ବିଜୁପୁର ପାଇଁ ଗୋଟେ ଗେଟ୍ ଏପଟେ ମେନ୍ ନର୍ମାଲ ଲୋକଙ୍କ ପାଇଁ ଗୋଟେ ଗେଟ୍ ହେଇଛି ଆଉ ଏପଟେ ଆଉ ନା କି ଏପଟେ ବିଜୁପୁର ଗେଟ୍ ଦେଖିବା ବିଜୁପୁର ଗେଟ୍ଟା ଚାଲନ୍ତୁ ଦେଖାଇ ଦେଉଛି ଆପଣଙ୍କୁ ଗେଟ୍ଟା ପୁରା ଫିଲ୍ ହେବ ପୁରା ଗାଁ ଭଳିଆ ଦେଖନ୍ତୁ ପୁରା ସାଇକି ଯୋଡ଼ି ହେଇଛି ଦେଖନ୍ତୁ ପୁରା ସାଇକି ଯୋଡ଼ି ହେଇଛି ଫ୍ରଣ୍ଟରେ ବିଜୁପୁର ଲୋକଙ୍କ ପାଇଁ ଫ୍ରଣ୍ଟରେ ହନୁମାନଙ୍କର ଗୋଟେ ମୂର୍ତ୍ତି ଅଛି ଦେଖନ୍ତୁ ଟୋଟାଲ ଗାଁଟା ଏମିତି କିଛି ଦୃଶ୍ୟ ଅଛି ଆଉ ଦେଖ 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 କେମିତି ମସ୍ତି କରୁଛି ଦେଖ କ'ଣ କହିବ ମନ୍ଦିରରେ ବି ତୁ ଛାଡ଼ୁନୁ ନା ହରେ ଠାକୁରଙ୍କୁ ଟିକେ ମାନ ରେ ଭାଇ ମୁଣ୍ଡିଆ ଟିକେ ମାରେ ମୁଣ୍ଡିଆ ମାର ଏବେ ନାହିଁ ଏବେ ଆଉଥରେ ମୁଣ୍ଡିଆ ମାରେ ଆଉ ଭିଉଅର୍ସ ଦେଖିବ କେମିତି ଆମେ ଠାକୁରଙ୍କୁ ମୁଣ୍ଡିଆ ମାରେ ଶନି ଠାକୁରଙ୍କୁ ମୁଣ୍ଡିଆ ମାରେ ହଁ ମୁଣ୍ଡରୁ କାଢ଼ିକି ମୁଣ୍ଡିଆ ମାରୁ ନା ସେଇଟା ଶୀତ ବସ୍ତ୍ର ମାନେ ଅଇଁଠା ବସ୍ତ୍ର ବୁଝିପାରିଲୁ ଓହୋ ଆଉ କହନି କୁହନି 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 ବଢିଆ ଡ୍ୟାନ୍ସ କରିକି ଯାଉଥିଲୁ ହେଲା ସବୁ ଫୁଲ ରେକର୍ଡ ହେଇଛି ହେଲା ହେଲା ବଢିଆ ଡ୍ୟାନ୍ସ କରୁଥିଲୁ ହେଲା କୁଆଡେ ମ ଏପଟେ ଦେଖ କ'ଣ ଅଛି ଦେଖେଇଦେବା ଟିକେ ପଇସା ବ୍ୟାକଗ୍ରାଉଣ୍ଡରେ ବ୍ୟାକ୍ରେ ଗୋଟେ ଅଛି ପାହାଚ ଅଛି ଡାଇରେକ୍ଟ ସାଇ ମନ୍ଦିରର ଡାଇରେକ୍ଟ ଏଇ ମନ୍ଦିରକୁ ପୁରା ବ୍ୟାକଗ୍ରାଉଣ୍ଡରେ ଅଛି ଗୋଟେ ପାହାଚ ଆଇ ଥିଙ୍କ ବୋଧେ ଏଇପଟେ କେହି ଆସୁନାହାନ୍ତି ଏଇଥିପାଇଁ ସଫା ସୁତରା ଦେଖାହେଉନି ଏଇଟା ସବୁ ତ ଆରେ ସବୁଆଡ଼େ ତ ହେଇଗଲା ସେପଟ ଟୋଟାଲ ଗାଁ ପାଇଁ ଗୋଟେ ହେଇଯାଇଛି ତ ସେପଟେ ଆସୁଛନ୍ତି ଲୋକ ଏଇପଟେ ଆସୁନାହାନ୍ତି ଆଉ କ'ଣ ଏଇଭଳିଆ କିଛି ଅଛି ଉପର ଭାଇ ଜାଗାଟା ବଡ଼ମ୍ବାରୁ ଆସିଲେ ଆପଣଙ୍କୁ ପଡ଼ିଯିବ 21 କିଲୋମିଟର ପାଖାପାଖି ଆଉ ଫତେଗଡ଼ ତ ଏଇଠୁ ଆଉ 7 କିଲୋମିଟର ଡାଇରେକ୍ଟ ଆସିଲେ ଆପଣ ଏଇ ମନ୍ଦିର ଦର୍ଶନ କରିବେ ପ୍ଲସ୍ ଫତେଗଡ଼ ଯାଇକି ଆପଣମାନେ ଜୟ ଶ୍ରୀରାମ ରାମ ମନ୍ଦିରକୁ ମାନେ ଦର୍ଶନ କରିବେ ଯେଉଁ ଭାଇରାଲ୍ ହେଇଛି ଯେଉଁଟା ହେଲା ତ ଏମିତି କିଛି ଅଛି ଆଗପଟ